ମାଙ୍ଗାନିଜ ବୋଝେଇ ଟ୍ରକ୍ ଜବତ ଲକ୍ଷାଧିକ ଟଙ୍କାର ଖଣିଜ ପଦାର୍ଥ ଜବତ କଲା ବନ ବିଭାଗ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ମାତ୍ରାରେ ଖଣିଜ ସମ୍ପଦ ଭରି ରହିଛି। ଅଧିକାଂଶ ସମୟରେ ଦେଖାଯାଏ କି ଏହି ଖଣିଜ ସମ୍ପଦ ଉପରେ ଖଣି ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ ଏବଂ ସେମାନେ ଏହାକୁ ଲୁଣ୍ଠନ କରି ଅନ୍ୟତ୍ର ଚୋରା ଚାଲାଣ କରି ମାଲାମାଲ ହୋଇଥାନ୍ତି। ସେହିଭଳି ଏକ ଖଣିଜ ପଦାର୍ଥ ଚୋରା ଚାଲାଣ ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ଜବତ। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ସେକ୍ସନ ଅଧୀନ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଧୀନରେ ଥିବା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ନିକଟରେ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗର ଚଢ଼ାଉ ମାଙ୍ଗାନିଜ ବୋଝେଇ ଚାଲିଥିବା 3ଟି ଡମ୍ପର ଓ ବାଇକ୍ ଜବତ କରିଛି ବନ ବିଭାଗ। ତେବେ ଅନ୍ଧକାର ସୁଯୋଗ ନେଇ ଘଟଣାସ୍ଥଳରୁ ଖଣି ମାଫିଆମାନେ ଫେରାର ହୋଇଯାଇଛନ୍ତି। ଜବତ ମାଙ୍ଗାନିଜର ଅନୁମାନିକ ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।